ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଓଡ଼ିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ୱ ଓ ମନୋଜ କୁମାର ବାରିକଙ୍କ ସଂଯୋଜନାରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭିକ କାର୍ଗିଲ ବିଜୟ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବରିଷ୍ଠ ଉଦ୍ୟୋଗୀ ଅମୀୟ କୁମାର ମିଶ୍ର ଉଦ୍ୟୋଗୀଙ୍କ ବିଭିନ୍ନ ସମସ୍ୟା ସମାଧାନ ତଥା କିପରି ନୂତନ ଉଦ୍ୟୋଗୀମାନେ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ସେମାନଙ୍କ ଉଦ୍ୟୋଗକୁ ବୃଦ୍ଧି କରିବା ସହିତ ଅନ୍ୟ ଅତିଥିମାନେ ରାଷ୍ଟ୍ର ପାଇଁ ନିଜର ଶ୍ରେଷ୍ଠ ଯୋଗଦାନ ଦେଇପାରିବେ ତାହା ଉପରେ ଆଲୋକପାତ ହୋଇଥିଲା। ଉଦ୍ୟୋଗୀଙ୍କ ସମ୍ମାନ ସୁରକ୍ଷା ସମୃଦ୍ଧି ଉପରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ଗୁରୁତ୍ୱାରୋପ ସହ ପ୍ରତି ଉଦ୍ୟୋଗୀ ଜଣେ ଜଣେ ରାଷ୍ଟ୍ର ନିର୍ମାତା ବୋଲି ମତବ୍ୟକ୍ତ କରିଥିଲେ। ଆଜି ଓଡ଼ିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଥିଲା ଏବଂ ତା ସହିତ ଯେଉଁମାନେ ସେ ଉଦ୍ୟୋଗୀ ହେବା ପାଇଁ ଯେଉଁମାନେ ଚାହାନ୍ତି ଆମେ ସମସ୍ତଙ୍କୁ ଇନଭାଇଟ୍ କରୁ ଯେ ଆସ ଉଦ୍ୟୋଗୀ ହେବା। ବହୁତ ନୂଆ ନୂଆ ଏଣ୍ଟରପ୍ରେନର ଆସିଥିଲେ ଯେଉଁମାନେ ଉଦ୍ୟୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନେ କେମିତି ଉଦ୍ୟୋଗୀ ହେବେ, ଏଇ ଯେଉଁ ଦୀର୍ଘ ବର୍ଷ ଧରି ଯେଉଁମାନେ ଉଦ୍ୟୋଗ କରିଛନ୍ତି ତାଙ୍କର ଅଭିଜ୍ଞତାକୁ ପାଥେୟ କରି ଅନ୍ୟମାନେ କେମିତି ଉତ୍ସାହିତ ହେବେ ଏବଂ ଅନ୍ୟମାନଙ୍କର ଅସୁବିଧା ସୁବିଧା କ'ଣ ଅଛି, ତାଙ୍କୁ ଆଗକୁ ଯିବା ପାଇଁ କ'ଣ ଅସୁବିଧା ଅଛି ସେ ବିଷୟରେ ମଧ୍ୟ ଏଠି ଆଲୋଚନା ହେଲା। ଏବଂ ଗେଷ୍ଟମାନେ ଆସିଥିଲେ, ବ୍ୟାଙ୍କର୍ସ ବି ଆସିଥିଲେ। ବ୍ୟାଙ୍କର କ'ଣ ନୂଆ ନୂଆ ସବୁ ପ୍ରଡ଼କ୍ଟ ଅଛି, କେମିତି ସେମାନେ ଏଣ୍ଟରପ୍ରେନରମାନଙ୍କୁ ସହଯୋଗ କରିବା ପାଇଁ ବ୍ୟାଙ୍କ ତତ୍ପରତା ଏବେ ପ୍ରକାଶ କରୁଛି ସେ ବିଷୟରେ ବି ଆଲୋଚନା ହେଲା। ବିଭିନ୍ନ ସ୍ଥାନରୁ ଉଦ୍ୟୋଗୀମାନେ ଆସି ନିଜ ନିଜ ବକ୍ତବ୍ୟ ରଖିବା ସହିତ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ନିଜ ନିଜ ମତ ରଖିଥିଲେ। ପରସ୍ପର ସାହାଯ୍ୟ ସହଯୋଗ ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ରାଷ୍ଟ୍ର ନିର୍ମାଣ କାର୍ଯ୍ୟକ୍ରମକୁ ସଫଳ ଭାବେ ଉଦ୍ୟୋଗୀ ରୂପାୟନ କରିଛନ୍ତି ବୋଲି ଅତିଥି ଭାବେ ଯୋଗଦେଇ ଆଇଡିବିଆଇ ଉପ ମହାପ୍ରବନ୍ଧକ ଶ୍ରୀଧର କୁମାର ଯୋଗଦେଇ ନିଜର ସଂଘର୍ଷରତ ଜୀବନ ଓ ସଫଳତା ସମ୍ପର୍କରେ ଅନୁପ୍ରାଣିତ ମନ୍ତବ୍ୟ ପ୍ରଦାନ କରିଥିଲେ। ଏବଂ ତାଙ୍କର ସଂସ୍ଥାପକ ଶିବନାରାୟଣ ମିଶ୍ର ସାର୍ ମୋତେ ଏଠି ଇନଭାଇଟ୍ କରିଥିଲେ। ତାଙ୍କ ଯୋଗୁଁ ଏଠି ବର୍ଡିଂ ଏଣ୍ଟରପ୍ରେନର୍ସ ଯେଉଁମାନେ ଅଛନ୍ତି ମୁଁ ତାଙ୍କ ସହିତ ଏଠି ଆସି କଥାବାର୍ତ୍ତା କରି ବ୍ୟାଙ୍କର ଯେଉଁ ନଲେଜଟା ଦେଇପାରିଲି ସେଥିପାଇଁ ସେ ମୋତେ ଇନଭାଇଟ୍ କରିଥିବାରୁ ସାର୍ ଆଜିର ଯେଉଁ ଯୁବପିଢ଼ିମାନଙ୍କୁ ଆପଣ କ'ଣ କହିବେ, କ'ଣ ବାର୍ତ୍ତା ଦେବେ ଯେଉଁମାନେ ନୂଆ ଉଦ୍ୟୋଗ କରିବା ପାଇଁ ଚାହୁଁଛନ୍ତି ତାଙ୍କୁ କ'ଣ କହିବେ ସାର୍? ଦେଖନ୍ତୁ, ଆଜିର ଯୁବପିଢ଼ିଙ୍କୁ ଆମ ମଧ୍ୟରେ ବାର୍ତ୍ତା ମାନେ ମୁଁ ଯେଉଁ ଆପଣଙ୍କୁ ପଏଣ୍ଟସ୍ ଗୁଡ଼ା କହିଲି, ଆଜ୍ଞା ଦେଖନ୍ତୁ ଗୋଟେ ସମୟରେ ସମାଜରେ ଇଏ ଥିଲା କି ଆମେ ମାନେ ପିଲାମାନଙ୍କୁ କେବଳ ଚାକିରି ଉପରେ ମାନେ ପିଲାମାନେ ପାରିବାରିକ ଅବସ୍ଥା ସେଇ ଟାଇପ୍ର ଥିଲା, ସାମାଜିକ ଅବସ୍ଥା ବି ସେଇ ଟାଇପ୍ର ଥିଲା। ଏବେ ସମାଜରେ ଲୋକ ଜାଣିଲେନି, ଇଭେନ୍ ପିଲା ମଧ୍ୟ ଏଣ୍ଟରପ୍ରେନରସିପ୍ ଅତ୍ୟନ୍ତ ମାନେ ନିଜେ ମଧ୍ୟ ଇଣ୍ଟରେଷ୍ଟେଡ୍ ହେଲେ। ଆଉ ଆପଣ ଯଦି ମାନେ ଭାରତର ଇତିହାସକୁ ଦେଖିବେ, ଭାରତର ଇତିହାସକୁ ଆମେ କାହିଁ ସୁନାର ଚଢ଼େଇ ଏଇଥିପାଇଁ କହୁଛି, ବେସିକାଲି ଭାରତ ଗୋଟେ ବାଣିଜ୍ୟଗତ ରାଷ୍ଟ୍ର। ଆପଣ ଇତିହାସକୁ ପଢ଼ିବେ ତ ଯେତେ ସବୁ ଭାରତ ଉପରେ ଆକ୍ରମଣ ହେଇଛି କେବଳ ଏଇଥିପାଇଁ ଆକ୍ରମଣ ଭାରତ ସମୃଦ୍ଧ ଥିଲା। ଆଉ ଭାରତ ସମୃଦ୍ଧ କାହିଁ ଥିଲା? କାରଣ କି ଭାରତର ପ୍ରତ୍ୟେକ ଘରେ ଗୋଟେ ଏଣ୍ଟରପ୍ରେନର ଥିଲା। ତେଣୁ ଭାରତର ଇତିହାସରେ କିମ୍ବା ଭାରତର ଚରିତ୍ରରେ କିମ୍ବା ଭାରତର ଲିଟରେଚରରେ ଆପଣ ଚାକିରି ଭଳିଆ ୱାର୍ଡ଼ଟେ ପାଇବେନି। କାରଣ ଏଠି ଚାକିରିର କନସେପ୍ଟ ହିଁ ନଥିଲା, ଏଠି ଏଣ୍ଟରପ୍ରେନରସିପ୍ର କନସେପ୍ଟ ଥିଲା। ପ୍ରତ୍ୟେକ ଘରେ ଏଣ୍ଟରପ୍ରେନର୍ସ ଥିଲା। ଆଜି ଆମେ ପୁଣି ଭାରତକୁ ଯଦି ସୁନାର ଚଢ଼େଇ କରିବାକୁ ଚାହୁଁଛୁ, ଆଉ ଥରେ ସେ ଦିଗକୁ ଆମେ ଅଗ୍ରସର ହେବାକୁ ପଡ଼ିବ। ପ୍ରତ୍ୟେକ ଘରକୁ ଗୋଟେ ଏଣ୍ଟରପ୍ରେନର୍ସ ବାହାରିବାକୁ ପଡ଼ିବ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ଉଦ୍ୟୋଗୀ ବିପି ସିଂ, ମହିଳା ଉଦ୍ୟୋଗୀ ଶାଶ୍ୱତୀ ଚୌଧୁରୀ ଉଦ୍ୟୋଗୀଙ୍କ ବିଭିନ୍ନ ଦିଗ ସମସ୍ୟା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ଉଦ୍ୟୋଗୀ ପରିବାର ସଦସ୍ୟଙ୍କ ସହିତ ଉଦ୍ୟୋଗୀ ଶୀତାଂଶୁ ଶେଖର ମହାରଣା ପରିଚାଳନା କରିଥିଲେ। ଉଦ୍ୟୋଗୀ ପରିବାର ଆସିଲା ପରେ ମୋତେ ଏହା ଖୁସି ଲାଗିଲା ଯେ ଆମର ମୋ ଭଳିଆ ଆଉ କେତେ ଜଣ ଉଦ୍ୟୋଗୀ ଭାଇ ଭଉଣୀ ଅଛନ୍ତି ଯେଉଁମାନେ କି ମୁଁ ଯେମିତି କାମ କରୁଛି ସେମାନେ ବି କାମ କରୁଛନ୍ତି। ତ ମୋର ଯେଉଁ ଅସୁବିଧାଟା ସେମାନେ ବି ବୁଝୁଛନ୍ତି, ଆଉ ସେମାନେ ବି କେଉଁ ଜାଗାରେ ମୋତେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି କି ମୁଁ ତାଙ୍କୁ ବି କେଉଁ ଜାଗାରେ ସାହାଯ୍ୟ କରିପାରିବି। ଆମେ ମିଶିକି ଯେଉଁ କାମଟାକୁ ବଢ଼େଇ ପାରିବୁ ସେଇଟା ତ ଏକା ଜଣେ କିଏ କରିପାରିବୁ। ଆଉ ତାପରେ ଉଦ୍ୟୋଗୀ ଅଛୁ କହିକି ଯେଉଁ ଗୋଟେ ସାହସରେ ଯେ ନା ମୋତେ ଆଜି ବ୍ୟାଙ୍କରେ ଗୋଟେ କ'ଣ କାମ ଅଛି, ସାର୍ଙ୍କୁ ପଚାରି ସାର୍ କ'ଣ ଗୋଟେ କରିହେବ, ହଁ ଠିକ୍ ଅଛି ମୁଁ ଗୋଟେ ଜାଣିଛି ମୁଁ କହିବି। ସେ ଜିନିଷଟା ତ ଆମମାନଙ୍କୁ କେହି ଆଉ ସାହସ କରୁନାହାନ୍ତି। ତ ସେ ଜିନିଷଟା ଉଦ୍ୟୋଗୀ ପରିବାରଟା ଆମର ବହୁତ ଭଲ ଜିନିଷ। ସେଥିପାଇଁ କି ଯେତେ ପ୍ରକାର ଅନ୍ୟ ଅନୁଷ୍ଠାନ ଥିଲେ ବି ମୋର ବହୁତ ପ୍ରିୟ ହେଉଛି। ଧନ୍ୟବାଦ। ଆଉ ଆଜି ଯେଉଁ ଉଦ୍ୟୋଗୀ ପରିବାରକୁ ପ୍ରଥମ ଆସିଛି
ମହାମ୍ୟାଥ ଜାନି ମୋତେ ଡାକିଥିଲେ ଆଉ ସାର୍ଙ୍କର ଯେଉଁ ଏଇ ବଡ଼ ଏତେ ବଡ଼ ଆଶା ଏତେ ବଡ଼ ଆକାଂକ୍ଷା ନେଇକିରି ଯେଉଁ ପରିବାର ଗଢ଼ିଛନ୍ତି ମୋ ଭିତରେ ଯେଉଁଗୁଡ଼ା ଫୁଟୁଥାଏ ସବୁବେଳେ ଯେ କ'ଣ କେମିତିକା ଲୋକଙ୍କ ପିକା ଯେଉଁମାନେ ସବୁ ବେକାର ହେଇଯାଉଛନ୍ତି ତାଙ୍କ ପିକା କ'ଣ କରିହେବ ଆଜି ମୁଁ ଗୋଟେ ମାନେ ଯେମିତିକା ବାଟ ପାଇଗଲି ସାର୍ଙ୍କର ଯେଉଁ ଏତେ ବଡ଼ ଚିନ୍ତା କରିକି ଉଦ୍ୟୋଗୀ କରିବା ପାଇଁ ପିଲାମାନଙ୍କୁ ଉଦ୍ୟୋଗ ପରିବାର କରିଛନ୍ତି ଆକ୍ଚୁଆଲି ବହୁତ ଧନ୍ୟବାଦ ବହୁତ ବହୁତ ମାନେ ଶୁଭେଚ୍ଛା। ମୁଁ ICICI ବ୍ୟାଙ୍କରେ ବସିଥିଲି ସାର୍ ବି ବସିଥିଲି କଥା ହେବା ଭିତରେ ମୋତେ କହିଲେ ଦୁଇ ଜଣ ଭିତରେ କଥାବାର୍ତ୍ତା ଭିତରେ ଓଡ଼ିଶା ଉଦ୍ୟୋଗୀ ପରିବାର ଗୋଟେ କ'ଣ ଅଛି ମୁଁ ଜାଣିବାକୁ ପାଇଲି ଏବଂ ସାର୍ ବି କହିଲେ ଗୋଟେ ଆମର 26 ତାରିଖରେ ଗୋଟେ ମିଟିଂ କରୁଛୁ ବୁଦ୍ଧ ମନ୍ଦିରରେ ଆପଣ ଆସନ୍ତୁ। ମୁଁ ଅବଶ୍ୟ ମୋର ବିଜନେସ୍ କରୁଛି କିନ୍ତୁ ମୋର ଗୋଟେ ମାନେ ବହୁତ ପୂର୍ବରୁ ଗୋଟେ ଇଚ୍ଛା ଅଛି ଯେ ମୁଁ ଗୋଟେ କେମିତି ଉଦ୍ୟୋଗୀ ହେବି କିଛି ଲୋକଙ୍କୁ ନିଜେ ଗୋଟେ କିଛି ଇଣ୍ଡଷ୍ଟ୍ରି କରିକିରି ଗୋଟେ ମାନେ ନିଜକୁ ସେଟଅପ୍ କରିବା ପାଇଁ ମୁଁ ପ୍ଲାନ୍ କରିଛି ସେଥିପାଇଁ ମୋର ଇଣ୍ଟରେଷ୍ଟ ମୁଁ ଆସିଛି। ଭୁବନେଶ୍ୱରରୁ ଅରବିନ୍ଦ ତ୍ରିପାଠୀଙ୍କ ରିପୋର୍ଟ ଉତ୍କଳ ବୁଲେଟିନ୍।